ଆଜି ମୁଁ ପଢ଼ିଲି ପୁରା 10 ଘଣ୍ଟା। କିନ୍ତୁ କେମିତି? ତ ପ୍ରଥମେ ଉଠିକି ୟାର କାମ ତମାମ କରିବ। ସକାଳୁ ଉଠିକି ଆକୁ ପୁରା ଦେଶକୁ ବାହାର କରିଦେବ। ତାପରେ ସାଇସୁଜା କଲି, ତାପରେ ଖାଇଲି। ତାପରେ ବହୁତ ବଡ଼ ଦୁଃଖର କଥା, ମୋ ଲାଇଫର ପ୍ରଥମ ପ୍ରାଇଜ୍ ଯେଉଁଟାକି ଏବେ ଆଉ ନାହିଁ। ଛାଡ଼, ଦୁଃଖ ତମ ଭାଗ୍ୟରେ ଲେଖା, ଏ ଟପିକ୍ ଛାଡ଼। ତାପରେ ଆମେ ଯାଉଥିଲେ କେମିତି ପଢ଼ିବା ଦିନକୁ 10 ଘଣ୍ଟା। ଚାଲନ୍ତୁ ଷ୍ଟାର୍ଟ କରିବା। ହଁ, କହୁଥିଲି ଯେ ବାସ୍ ଏତିକି କାମ କରିସାରିଲା ପରେ ଆପଣମାନଙ୍କୁ ଆଉ କିଛି ବି କରିବାକୁ ପଡ଼ିବନି, କେବଳ ପଢ଼ିବାକୁ ପଡ଼ିବ। ହଁ, ଠିକ୍ ଶୁଣିଲ, ପଢ଼ିବାକୁ ପଡ଼ିବ। ଆଉ କ'ଣ ଭାବୁଛ ନ ପଢ଼ିକି ଏମିତି ଦିନକୁ 10 ଘଣ୍ଟା ପ୍ରଡ଼କ୍ଟିଭ୍ ଆୱାର ପଳେଇ ଆସିବ? ଲାଷ୍ଟକୁ ମୋର 9 ଘଣ୍ଟା 57 ମିନିଟ୍ ପ୍ରଡ଼କ୍ଟିଭ୍ ଆୱାର ହେଇଥିଲା ଷ୍ଟଡ଼ି। ତାପରେ ବସିକି ମୁଁ ଟିକେ ମିକ୍ସଚର ଖାଇଦେଲି, କିନ୍ତୁ ମିକ୍ସଚର ହେଉଛି ଇଞ୍ଜୁରିୟସ୍ ଟୁ ହେଲ୍ଥ। ତ ଠିକ୍ ଅଛି, ମିକ୍ସଚର ଖାଇବନି। ତାପରେ 10 ଘଣ୍ଟା ଟୋଟାଲ୍ ହେଉଛି 10 ଘଣ୍ଟା 20 ମିନିଟ୍ ପାଖାପାଖି ପଢ଼ିକି ଶୋଇଲି। ଯାଅ ଏଥର ପଢ଼ାରେ ଲାଗିଯାଅ। ଭିଡ଼ିଓ ସରିଗଲା, ଆଉ କ'ଣ କରିବା, ଭିଡ଼ିଓ ସରିଗଲା ହେଲା। ଯାଅ ପଢ଼ାରେ ଲାଗିଯାଅ। ବାଏ ବାଏ।